ତାକୁ ସସ୍ପେକ୍ଟ କରି ତାକୁ ଟିକେ ତନଖି କରିବାରେ ଦେଖିଲେ ଯେ ସେଠି ବାରହଂସ ଆଉ ଗୋଟେ ଗୋଧି ମୃତ ଗୋଧି ଆଉ ତିନିଟା ଦିଟା ଏମିତି ତା ଭିତରେ ଅଛି ଆଉ 5 ଜଣ ଲୋକ ଅଛନ୍ତି। ଆମର ଏଇ କାମାକ୍ଷାନଗର କଙ୍କଡ଼ାହାଟ ରାସ୍ତାରେ ପେଟ୍ରୋଲ ପମ୍ପ ପାଖରେ ଗୋଟେ ସ୍କର୍ପିଓ ଧଳା ସ୍କର୍ପିଓ ଛିଡ଼ା ହେଇଥିବାର ଦେଖିଲେ ଏବଂ ତାକୁ ସସ୍ପେକ୍ଟ କରି ତାକୁ ଟିକେ ତନଖି କରିବାରେ ଦେଖିଲେ ଯେ ସେଠି ବାରହଂସ ଆଉ ଗୋଟେ ଗୋଧି ମୃତ ଗୋଧି ଆଉ ତିନିଟା ଦିଟା ଏମିତି ତା ଭିତରେ ଅଛି ଆଉ 5 ଜଣ ଲୋକ ଅଛନ୍ତି। ତାଙ୍କୁ ପଚାରିଲାରୁ ସେ କହିଲେ ତାଙ୍କ ଘର ହେଉଛି ପୁର୍ଜୁଡ଼ା, ଆମର କେନ୍ଦୁଝର ଜିଲ୍ଲାର ପୁର୍ଜୁଡ଼ା ଏରିଆ। ସେମାନେ ଯାଇକିନା ଆମର ଢେଙ୍କାନାଳ ଗୁଡ଼ିଆ କାଟଣୀ ପାଖରେ ସେ ଗତକାଲି ଶିକାର କରି ତାକୁ ମାଂସ ରାନ୍ଧି ଖାଇ ତାକୁ ନେଇକିନା ତାଙ୍କ ଗାଁକୁ ଯାଉଥିଲେ। ତେଣୁ ଆମେ ତାଙ୍କୁ ସେଠୁ ଜବତ କରିନା ଆଜି ରେଞ୍ଜ ଅଫିସର କୋର୍ଟ ଚାଲାଣ କରିବା ପାଇଁ। ପ୍ରାଥମିକ ତଦନ୍ତରୁ ସେମାନେ କୋଉ ଅଞ୍ଚଳରେ ମାନେ କୋଉଥିରେ ଶିକାର କରନ୍ତି? ସେ ତ ତାଙ୍କ କହିବା ଅନୁସାରେ ସେମାନେ ବାଡ଼େଇନା ମାରିଛନ୍ତି, ପ୍ଲସ୍ କୁକୁର ବି ୟୁଜ୍ କରିଛନ୍ତି, ତେଣ୍ଟା ବି ୟୁଜ୍ କରିଛନ୍ତି, ତାଙ୍କର ଶିକାର କରିଛନ୍ତି। ଏମିତି ତାଙ୍କର ପେଶାଗତ ସେମିତି ଆମ ଅଞ୍ଚଳରୁ କୋଉଠି ସେ ଶିକାର କରିବାର କିଛି ତଥ୍ୟ ମିଳୁଛି? ଆଗରୁ ତ କିଛି ଜଣାନଥିଲା, କିନ୍ତୁ ସେ ଯାହା କହୁଥିଲା ସେ ଗୁଡ଼ିଆ କାଟଣାରୁ ଆଗରୁ ବି ତା ଭାଇ ସେଠି କ'ଣ ଡ୍ରାଇଭର ଭାବରେ ଚାକିରି କରିଛି, ସେଠୁ ଥରେ ମାଂସ ନେଇଥିଲା କ'ଣ ବାଇକ୍ରେ। ସେକେଣ୍ଡ ଟାଇମ୍ ସ୍କର୍ପିଓ ଗାଡ଼ି ସହିତ ନିଜେ ଯାଇଥିଲେ, ସ୍କର୍ପିଓ ଗାଡ଼ି ସହିତ ଆମେ ତାକୁ ଧରିଛୁ। ସେଠି ବାରହା ମାଂସ ଆନୁମାନିକ 10 କିଲୋ ହେଇଯିବ, ଆଉ ଗୋଟେ ଆମର ଗୋଧି ଗୋଟେ ତିନିଟା ଦିଟା ସ୍କର୍ପିଓ ଗାଡ଼ି ଗୋଟେ।